ସାଧକ ହଉଛି ସିଏ ଯିଏକି ସାଧାରଣ ମଣିଷ, ସାଧାରଣ ଦୋଷ ଦୁର୍ବଳତାର ସମାହାର, ତା ଭିତରେ ସବୁ ଥିବ, କିନ୍ତୁ ସେ ଚାହୁଁଥିବ ସେ ସବୁକୁ ଓଭରକମ୍ କରିବା ପାଇଁ, ସେ ସାଧକ ପଦବାଚ୍ୟ। ସେ ଦେଖିବ, ଖୋଜିବ, ସିଏ କାହାକୁ ପଚାରିବା ଦରକାର ନାହିଁ, ପଚାରିପାରେ, କିଛି ଅସୁବିଧା ନାହିଁ। ବୟୋଜ୍ୟେଷ୍ଠ ସାଧକ ମାନଙ୍କୁ, ଯୋଗୀ ମାନଙ୍କୁ, ସାଧୁ ମାନଙ୍କୁ, ମହାପୁରୁଷ ମାନଙ୍କୁ, ଗୁରୁଜନ ମାନଙ୍କୁ ପଚାରିବାରେ କିଛି ଅସୁବିଧା ନାହିଁ। ତାଙ୍କର ଅନୁଭୂତି ବହୁତ ସମୟରେ ଆମର ସହାୟକ ହୁଏ, ମାର୍ଗଦର୍ଶକ ହୁଏ, ଏବଂ ସେମାନଙ୍କର ଆଶୀର୍ବାଦ ମଧ୍ୟ ଆମର କାମ୍ୟ। ଶେଷ କରାଯାଇପାରେ, କିନ୍ତୁ ସାଧକ ନିଜ ଭିତରେ ତାର ଉତ୍ତର ପାଇବ। କାରଣ ଏଇଟା ହଉଛି ଭଗବାନଙ୍କର ଅକାଟ୍ୟ ନିୟମ ଯେ ଯିଏ ଯାହା ଖୋଜିବ ତାହା ତାକୁ ଅବଶ୍ୟ ପ୍ରାପ୍ତ ହବ। ଏଟା ତ ନିୟମ କରିଦେଇଛନ୍ତି ଭଗବାନ। ଅଲ୍ ସିନସିୟର ପ୍ରେୟାର୍ସ ଆର୍ ଗ୍ରାଣ୍ଟେଡ୍, ମା କହିଲେ। ଏଟା ପ୍ରକୃତିରେ ଭଗବାନଙ୍କର ନିୟମ। ମା କିଛି ନୂଆ କଥା ବା ନିଜର ସ୍ପେଶାଲ କମେଣ୍ଟ ଏଠି ଦଉନାହାନ୍ତି। ଏହା ଭଗବାନଙ୍କର ନିୟମ, ସେଇଟା ହିଁ ଆମକୁ ଜଣାଉଛନ୍ତି। ତେଣୁ ସିଏ ଅବଶ୍ୟ ନିଜ ଭିତରେ ଉତ୍ତର ପାଇବ ଯେ ଅସୁବିଧାଟା ନିଜ ଭିତରେ ଅଛି, ଅନେକ ଅଶୁଦ୍ଧତା ଅଛି, ମୋର ମନ କାହିଁକି ବିକ୍ଷିପ୍ତ ହେଇଯାଉଛି, କାହିଁକି ସେ ଭୁଲି ଯାଉଛି ବାରମ୍ବାର, ତାର ସଂକଳ୍ପ କାହିଁକି ବାରମ୍ବାର ଭାଙ୍ଗି ଯାଉଛି, ଅଳ୍ପ କିଛି ଦିନ ଭିତରେ ତାର ସଂକଳ୍ପ ଭାଙ୍ଗି ଯାଉଛି, ବେଳେ ବେଳେ କିଛି ସଂକଳ୍ପ କିଛି ବର୍ଷ ପରେ, 4-5 ବର୍ଷ ପରେ ଭାଙ୍ଗୁଛି, ପୁନର୍ବାର ସେ ଯୋଡି ଦଉଛି ତାକୁ। ଯେମିତି ପିଲାଟିଏ ଚାଲିବା ପାଇଁ, ଉଠିବା ପାଇଁ ଚେଷ୍ଟା କରୁ କରୁ ବାରମ୍ବାର ପଡିଯାଉଛି, ପୁଣି ଉଠୁଛି। ଏଇଟା ହିଁ ତ ଚାଲିବାର ନିୟମ। ଆମେ ସମସ୍ତେ କଣ ଏମିତି ଚାଲିବା ଅଭ୍ୟାସ କରୁନାହାନ୍ତି? ଯୋଗଟା ବି ସେଇଭଳି। ଆମକୁ ଗୋଟେ ନୂତନ ଚାଲିବାର ଠାଣି ଶିଖିବାର ଅଛି। ଆମେ ଯୋଉ ଠାଣିରେ ଚାଲି ଆସୁଛୁ ଆଗରୁ, ତାକୁ ବଦଳେଇକରି ଗୋଟେ ନୂତନ ଚାଲିବାର ଶୈଳୀ ଆମକୁ ଶିଖିବାର ଅଛି। ସେଇଟା ହଉଛି ଯୋଗ। ସେଥିପାଇଁ ତ ପଡି ଉଠିକରି ଚାଲିବାକୁ ପଡିବ। ସେଇଟା ହିଁ ସଂସାରର ନିୟମ। ତେଣୁ ବାରମ୍ବାର ଆମେ ସଂକଳ୍ପ କରୁଥିବା, ଭାଙ୍ଗି ଯାଉଥିବ, କିନ୍ତୁ ପ୍ରତ୍ୟେକ ଥର ଭାଙ୍ଗିଲା ବେଳେ ଆମେ ନୂତନ କିଛି ଅନୁଭୂତି ଅର୍ଜନ କରିବା। ଯଦି ଆମର ଇଚ୍ଛା ଆନ୍ତରିକ ହେଇଥାଏ, ପ୍ରକୃତରେ ଯଦି ଆମେ ଚାହୁଁଥାନ୍ତି, ତାହେଲେ ଅବଶ୍ୟ କିଛି ଶିକ୍ଷା କରିବା। ସେଇ ଭୁଲ ଆଉ ରିପିଟ କରିବା ନାହିଁ। ଗୋଟେ ଭୁଲ ସୁଧାରିଲା ପରେ ଆଉ ଗୋଟେ, ଏମିତି ଅସଂଖ୍ୟ ଭୁଲ ଆମେ କରିଚାଲିଥିବା, ସୁଧାରି ଚାଲିଥିବା। ବେଳେ ବେଳେ ଏମିତି ଲାଗିବ ଏ ଭୁଲ କେବେ ସରିବ? ପ୍ରତ୍ୟେକ ଥର ତ ମୁଁ ଗୋଟେ ନୂଆ ଭୁଲ କରି ପକଉଛି। ପୁରୁଣା ଭୁଲ ବି ରିପିଟ ହଉଛି ଜାଣି ଜାଣିକରି ମଧ୍ୟ, କିନ୍ତୁ ନୂଆ ଭୁଲ ବି ହେଇଯାଉଛି। କେବେ ସରିବ? କିନ୍ତୁ ଯିଏ ସାଧକ, ତାକୁ ନିରାଶ ହବା ଦରକାର ନାହିଁ। କାରଣ ଦିସ୍ ଇଜ ଅଲସୋ ଏ ପାର୍ଟ ଅଫ ଦି ସାଧନା। ଗୋଟେ କାର୍ଟୁନିଷ୍ଟ ନା, ପ୍ରସିଦ୍ଧ କାର୍ଟୁନିଷ୍ଟ 2 ଜଣ ଥିଲେ ଆମ ଦେଶରେ, କେଶବ ଶଙ୍କର ପିଲାଇ, ଆଉ ଜଣେ ହେଉଛନ୍ତି ଆର୍.କେ. ଲକ୍ଷ୍ମଣ। ଏ ଉଭୟଙ୍କର ସେ ଅନୁଭୂତି। ଏବଂ ଏମାନେ କେବଳ କାହିଁକି, ଦୁନିଆରେ ଯିଏ ଯୋଉଠି ବି କାର୍ଟୁନିଷ୍ଟ ଅଛନ୍ତି, କାର୍ଟୁନ ପିକ୍ଚର ଆମକୁ ଦେଖିଲେ ଲାଗେ ଯେମିତି ଗାରେଇ ଦେଇଛି, ଅକ୍ଳେଶରେ କରିଦେଇଥିବ। କିନ୍ତୁ ସେଇ ମହାନ କାର୍ଟୁନିଷ୍ଟ ମାନେ ତାଙ୍କର ଅନୁଭୂତି କହିଛନ୍ତି, ଆପଣମାନେ ବିଶ୍ୱାସ କରନ୍ତୁ, ଯେ ଗୋଟିଏ କାର୍ଟୁନ ଯାହାକି ଗୋଟେ ରଫ୍ ସ୍କେଚ୍ ଭଳିଆ ଲାଗେ ଆମକୁ, ତାହା କରିବା ପାଇଁ ଥରେ ଥରେ ତାଙ୍କୁ ସାରା ରାତି ପରିଶ୍ରମ କରିବାକୁ ପଡେ। ଏବଂ ଶହ ଶହ ସେ କାର୍ଟୁନ ରିଜେକ୍ଟ ହେଲା ପରେ ଗୋଟେ ଫାଇନାଲ ହୁଏ। ତେଣୁ ଆମେ 100 ଥର ଫେଲ ମାରିଦେଲେ ନିରାଶ ହେବା କାହିଁକି? ଯଦି ନିରାଶ ହେଇଯିବା, ସେଠି ଆମେ ମନେ ରଖିବା କଥା ଯେ 101 ଡିଗ୍ରୀରେ ପାଣିଟା ହୁଏତ ଫୁଟିବା ଆରମ୍ଭ କରିଥାନ୍ତା, କିମ୍ବା 100 ଡିଗ୍ରୀରେ ଫୁଟିବା ଆରମ୍ଭ କରିଥାନ୍ତା, ଆମେ 99 ଡିଗ୍ରୀରେ ଓହରି ଆସିଲେ। କୋଉଟା 100 କିଏ ଜାଣିଛି? ତେଣୁ ଆମେ କୌଣସି ମୁହୂର୍ତ୍ତରେ ଆମର ପ୍ରଚେଷ୍ଟା ଛାଡିବା ନାହିଁ। ବାରମ୍ବାର ଦୀପଟା ଲିଭି ଯାଉଥିଲେ ପୁନର୍ବାର ଜାଳି ଦଉଥିବା, କିନ୍ତୁ ଚେଷ୍ଟା କରିବା ଯେମିତି ଆଉ ନ ଲିଭେ। ତେଣୁ ସେ ଗୋଟିଏ ବିନ୍ଦୁ ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଖଣ୍ଡା ଧାରରେ ବାଟ ଚାଲିବା କହନ୍ତି, ୱାକିଂ ଦ ରିଜର୍ସ ଏଜ୍। ଟିକେ ଆମର ମନୋଭାବକୁ ବଦଳେଇ ଦେଲେ
ସେପଟେ ଯୋଗ, ଏପଟେ ସାଧାରଣ ଜୀବନ। ତେଣୁ ସେଇଟାକୁ ପ୍ରଭୁ କହିଲେ ଆସ୍ଫୁରା ହେବା ଉଚିତ, ସଦା ଜାଗ୍ରତ। ସଦା ଜାଗ୍ରତ ଯଦି ଆସ୍ଫୁରା ଜଣଙ୍କର ରଖିବ, ତାହେଲେ ସେ ଦେଖିବ କଣ କଣ ତା ଭିତରେ ଅଶୁଦ୍ଧତା ଅଛି, ତାକୁ ସେ ଖୋଜିବାକୁ ଆରମ୍ଭ କରିବ ଏବଂ ତାକୁ ଶୁଦ୍ଧୀକୃତ କରିବା ପାଇଁ ଚେଷ୍ଟା କରିବ। ତେଣୁ ତାର ଏକାଗ୍ରତା ବିନ୍ଦୁ ବର୍ତ୍ତମାନ କଣ? ପ୍ୟୁରିଫିକେସନ, ଶୁଦ୍ଧୀକରଣ ଉପରେ ଏକାଗ୍ରତା। ସେ ଚାହିଁବ ନିଜକୁ ଅଧିକରୁ ଅଧିକ ଶୁଦ୍ଧ କରିବା ପାଇଁ। ସେ ପ୍ରଥମେ ଆଶ୍ଚର୍ଯ୍ୟ ହବ, ଆରେ ମୋ ଭିତରେ ଏତେ ଅଶୁଦ୍ଧତା, ମତେ ଲାଗୁଥିଲା ସତ୍ୟ ଏମିତି କିଛି ନାହିଁ। ମୋ ଭିତରେ ପରନିନ୍ଦା କରିବାର ଅଭ୍ୟାସ ଅଛି, ଅନ୍ୟକୁ ସମାଲୋଚନା କରିବାର ଅଭ୍ୟାସ ଅଛି, ଅନ୍ୟର ଅପଯଶ ଗୁଡିକ ପ୍ରଚାର କରି ସେଠୁ ମୋ ଭିତରେ ଗୋଟେ ମୋର ପ୍ରାଣ ସତ୍ତା ଗୋଟେ ବିଚିତ୍ର ପ୍ରକାର ଆନନ୍ଦ ପାଉଛି। ଅନ୍ୟକୁ ସମାଲୋଚନା କରି, ଅନ୍ୟ ବିଷୟରେ ନକାରାତ୍ମକ ମନ୍ତବ୍ୟ ଦେଇ ମୁଁ ନିଜକୁ ନିଜେ ଗର୍ବିତ ଅନୁଭବ କରୁଛି। ଅନ୍ୟକୁ ନିଚା ଦେଖେଇକରି ମୁଁ ନିଜକୁ ଉଚ୍ଚ ସ୍ଥାନରେ, ଉଚ୍ଚ ସମ୍ମାନରେ ଅଧିଷ୍ଠିତ କଲା ଭଳି ମୋର ଅହଂତା ତୁଷ୍ଟ ହଉଛି। କେତେ ଅସୁବିଧା ଅଛି। କାମନା, ବାସନା, ରାଗ, କାମ, ଈର୍ଷା, ଦ୍ୱେଷ, ଏଗୁଡାକ ତ ବଡ ବଡ ରିପୁ। ୟା ବାହାରେ ଅସଂଖ୍ୟ ଛୋଟ ବଡ ରିପୁ ମତେ ସବୁଆଡୁ ଘେରିକି ରଖିଛନ୍ତି। କିନ୍ତୁ ଯିଏ ସାଧୁ, ସେ ନିରାଶ ହବ ନାହିଁ। ସିଏ ପ୍ରତ୍ୟେକ କର୍ମରେ ସାଧକ ଜନଚିତ ମନୋଭାବ ରଖିବ। ସାଧକ ଜନଚିତ ମନୋଭାବଟି ହେଲା, ସେ ଅନୁଭବ କରିବ ଯେ ଯାହା ମୋ ଭିତରେ ଅଛି ବୋଲି ମୁଁ ଅନୁଭବ କରୁଛି, ଏଇଟା ପ୍ରକୃତରେ ମୋର ନୁହନ୍ତି। ଏଇଟା ମୁଁ ଚେଷ୍ଟା କରିକିରି ମୋ ନିଜ ଭିତରେ ସୃଷ୍ଟି କରିନାହିଁ। ଏମାନେ ବିଦେଶୀ, ଏମାନେ ବାହାରୁ ଆସିଛନ୍ତି, ଏମାନଙ୍କୁ ବିଦାୟ ନେବାକୁ ପଡିବ। କେମିତି ନା, ମୁଁ ଜୋର କରି ବାହାର କରିଦେବି ନାହିଁ। ଯେମିତି ଯୋଉମାନେ ଆତଙ୍କବାଦୀ ଅଛନ୍ତି, ତାକୁ କେହି ଭାରତୀୟ ନାଗରିକ ଗଳା ଧକ୍କା ଦେଇକି ବାହାର କରିବା ଦରକାର ନାହିଁ। ସରକାର ଗୋଟେ ନିୟମ କରିଦେବେ, ଯାହା ଫଳରେ ସେମାନେ ଆପେ ଆପେ ବାହାରିଯିବେ। ଠିକ ସେମିତି ମୋର କର୍ତ୍ତବ୍ୟ ହେଲା, ମୋ ଭିତରେ ଯାହା ଗୃହ ଶତ୍ରୁ ରହିଛନ୍ତି ବୋଲି ମତେ ଲାଗୁଛି, ପ୍ରକୃତରେ ସେମାନେ ଶତ୍ରୁ କି ନାହିଁ କିଏ କହିବ? ମୋର ଅଧିକାର ନାହିଁ ସେମାନଙ୍କୁ ଜଜ୍ କରିବାର। ମୋର କର୍ତ୍ତବ୍ୟ ହେଉଛି ତାକୁ ହାୟର ଅଥରିଟିକୁ ଜଣେଇଦେବା, ମାନେ ଭଗବାନଙ୍କୁ ଜଣେଇଦେବା, କହିବା ପ୍ରଭୁ ମୋ ଭିତରେ ଏଇଟା ଅଛି, ମତେ ଟିକେ ଏଇଟା ଅସୁବିଧା ଲାଗୁଛି, ୟାକୁ କଣ କରିବା କଥା ତମେ କର। ତମକୁ ଯଦି ଠିକ ଲାଗୁଛି ତାହେଲେ ରଖ, ଯଦି ଲାଗୁନାହିଁ ତାହେଲେ ବାହାର କରିଦିଅ କିମ୍ବା ତାଙ୍କୁ ବଦଳେଇ ଦିଅ। ପ୍ରକୃତରେ ଏଇଟା ସାଧକ ମଧ୍ୟ ଅନୁଭବ କରିବ ଧୀରେ ଧୀରେ ଯେ ଯୋଉ ସବୁ ତାକୁ ରିପୁ ଭଳି ମନେ ହଉଛନ୍ତି, ବାଧା ଭଳି ମନେ ହଉଛନ୍ତି, ପ୍ରକୃତରେ ମାନେ ଦେ ଆର୍ ଦି deformed state of their divine or purer counterpart। ମାନେ ସେମାନଙ୍କର ଗୋଟେ ଶୁଦ୍ଧ ପ୍ରତିରୂପ ଅଛି, ଏମାନେ ହଉଛନ୍ତି ସେ ଶୁଦ୍ଧ ସ୍ୱରୂପର ଗୋଟେ ଗୋଟେ ବିକୃତ ଅବସ୍ଥା, ବିକୃତ ରୂପ। ତେଣୁ ଏମାନଙ୍କୁ ମାରିବା ଦରକାର ନାହିଁ ବା ମୂଳୋତ୍ପାଟିତ କରିବା ଦରକାର ନାହିଁ। ତାଙ୍କର ମୂଳ ସ୍ୱରୂପରେ ଏମାନଙ୍କୁ ଯଦି ପ୍ରତିଷ୍ଠିତ କରି ଦିଆଯାଏ, ତାହେଲେ ସମସ୍ୟାର ଗୋଟେ ସ୍ଥାୟୀ ସମାଧାନ ସବୁଦିନ ପାଇଁ ହେଇଯିବ। ଏଇ ଯୋଉ ପ୍ରୋସେସଟା ବର୍ତ୍ତମାନ କହିଲି, ଏକ ଗୋଟିଏ ଶବ୍ଦରେ ଆପଣମାନେ ଜାଣନ୍ତି, ଯଦି ଆମେ ଗୋଟେ ଶବ୍ଦରେ କହିବା ସେଟା ହବ ରୂପାନ୍ତର। ସେଥିପାଇଁ ପ୍ରଭୁ ଶ୍ରୀ ଅରବିନ୍ଦ କହିଲେ ରୂପାନ୍ତର ହିଁ ଆମର ଲକ୍ଷ୍ୟ। ଏ ଯୋଉ ରାଗ, କାମ, ଈର୍ଷା, ଏମାନଙ୍କର ଡିଭାଇନ କାଉଣ୍ଟର ପାର୍ଟ ଅଛି, ସେମାନେ ବହୁତ ସହାୟକ, ଆମର ଚେତନାର ଗୋଟେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସେଥିପାଇଁ ଭଗବାନ ସୃଷ୍ଟି କରିଛନ୍ତି। ଭଗବାନଙ୍କ ଲୀଳାରେ ସେମାନେ ବିକୃତ ହେଇଛନ୍ତି, ଅଧପତିତ ହେଇଛନ୍ତି, ତାଙ୍କୁ ପୁନର୍ବାର ତାଙ୍କ ମୂଳ ସ୍ୱରୂପରେ ପ୍ରତିଷ୍ଠିତ କରିବାର ଅଛି। ସେଇଟା ହଉଛି ପ୍ରକୃତିରେ ପ୍ୟୁରିଫିକେସନ।
प्यूरिफिकेशन माने जमी अलिया आवर्जना सब घर बाहर को फोपाड़ी दो पुण्ययोग सेमती नुहे ये किसी फोपड़ा जाए ना किसी त्याग करा जाए ना गोटे शब्द से समस्त को बहुत आश्चर्य लगे गोटे वाक्य जे पुण्ययोग त्याग ना देयर इज नो रिजेक्शन ओनली सरेंडर रिजेक्शन कहीं नहीं जे से रिजेक्शन जो करा रिजेक्शन तो अच्छी किंतु पुरातन धारा जमी करा सेमती नुहे ये रिजेक्शन थ्रू सरेंडर समर्पण माध्यम प्रत्याख्यान कारण आम अधिकार नहीं निज इच्छा अनुसार मुझा को काटिदेवी सेटा छेड़देवी काम उपर विजय हासिल करदेवी लोभ उपर विजय हासिल जड़े साधिका निजर लोभ उपर विजय हासिल करने भगवान प्रार्थना कले जे मोर स्वाद अनुभूति न रो जहाँकि मत असुविधा करुच्ची आप विचार करते केते भयंकर अवस्था हम भगवान स्वादानुभूति एपाई आमे आदिम मनीष कौन करुला गोटा खाद्य गोटा अखाद्य बारिबा तार एकमात्र उपाय था ये स्वादेन्द्रिय एवं आमको साहाय्य करुच्ची किसी मात्रा बर अनेक मात्रा जदि यहाँ न रहिबो ताहले लाभ हम ना बेसी क्षति हम ये स्वादेन्द्रिय जदि हमको आसक्त करुच्ची लोभी कर दौची ताहले कौन ताकू उपाड़ी देवाटा समाधान ना सी जमती आमर सहायक हम आमको प्रलुब्ध न करिवो से भली ताकू शुद्ध चेतनार प्रतिष्ठित करवा सेटा ही समाधान एवं से एकमात्र उपाय होची सरेंडर समर्पण तेणु आम पुण्ययोग जो प्यूरिफिकेशन चेष्टा करुचु दैट इज थ्रू सरेंडर नॉट थ्रू रिजेक्शन एस्पिरेशन रिजेक्शन सरेंडर बोली जो तीनोटी प्रक्रिया कहुई आम आपको पुणी आलोचना करने परवर्ती अधिवेशन केवल ये कहीदे ये तीनोटी जाक प्रकृत में गोटे ही प्रोसेस तार डिफरेंट एस्पेक्ट से एकमात्र प्रोसेस हूँ सरेंडर प्रति मुहूर्त आम भगवान को जोड़ा जनइबा देवा यहाँ समर्पण प्रारंभिक अभ्यास तापर उच्च स्तर समर्पण करने भगवान अवश्य आमको बाट देखे आमको सामर्थ्य देवे तेणु निज भितर अशुद्धता गुड़िक खोजी बाहर करवा एवं सेगुड़ी को गोटे पर गोटे क्रमान्वय संपूर्ण रूपे सर्वत भाव भगवान को देवा यही काम लगी रहा हूँ कंसेंट्रेशन से आम आस्पृहार परिणत हो जाए जो थे आम लगी रहू से आम आस्पृहार परिणत हो जाए तेणु शुद्धिकरण उपर एकाग्रता आम आमर चेतनार शुद्धिकरण उपर एकाग्र हवा सीटा हम आमर योग साधनार पुण्य योग साधनार आरंभ जहाँ मोर उद्बोध है आपण मन पाखे उपस्थापन कली माँ पाखे यहाँ मोर गोटे विनम्र श्रद्धांजलि और विनम्र प्रयास बोलते क्षमा करेंगे माँ पाखे समस्त तरफ विनम्र कृतज्ञता निवेदन करुच्ची एवं आपण मान साग्रह योगदान निमंते गभीर आंतरिक धन्यवाद जनाई आलोचना को ये विराम बोलूँ आज वंदे मातरम।